ଆପଣ କରିଦେଉଛନ୍ତି ଆଉ କିଏ ହଉ କି ନ ହଉ ମୁଁ ଖ୍ରୀଷ୍ଟ ଧର୍ମ ଆପଣେଇ ନେବି କାହିଁକିନା ହ୍ୟୁମାନଙ୍କୁ ମୁଁ ବହୁତ ଭଲ ପାଏ। ଆଉ ଯଦି ନ ହେଇପାରିବ ୟା ପରେ ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାରରେ ପାଷ୍ଟର ମାନେ କହିବେନି କରିବେନି ଏବଂ ଏ ଜିନିଷଟା ବି କହିବେନି ଯେ ଆମ ଯୀଶୁ 3 ଦିନ ପରେ ଉଠି ପଡ଼ିଥିଲେ ଆମେ ତମର ଦେହ ଭଲ କରିଦେବୁ, ଆମ ଯୀଶୁଙ୍କ ଶରଣକୁ ଗଲେ ଏଟା ହେଇଯିବ ସେଟା ହେଇଯିବ ତମର ସବୁ ରୋଗ ଦୂର ହେଇଯିବ। ଧନ୍ୟବାଦ ହଉ କେତେ ଅନୁଗ୍ରହ କଲେ ଆଉ ପୁନର୍ବାର ଭିଡ଼ିଓ ନେଇ ଆସିବା ପାଇଁ ସୁଯୋଗ ଦେଲେ ସେଥିପାଇଁ ସବୁ ଧନ୍ୟବାଦ ଦେବା ସହିତ ମୁଁ ସମସ୍ତ ମୋର ପ୍ରିୟଜନ ଯୀଶୁ ଜଣେ ସ୍ୱାର୍ଥ ତ୍ୟାଗୀ ମନୁଷ୍ୟ ଥିଲେ। ଯେତେବେଳେ ଶୟତାନ କହିଲା ଯେ ତୁ ଯଦି ମୋତେ ପ୍ରଣାମ କରିବୁ ତାହେଲେ ଏ ସମସ୍ତ ବିଷୟ ଦେବି ବୋଲି କହିଲା, କିନ୍ତୁ ଯୀଶୁ କହିଲେ ଆଜି ସେଇ ପ୍ରକାର ତପି ମିଶ୍ର କହୁଛନ୍ତି କ'ଣ ଏଇ କାମ କରିଦେଲେ କଲେ ମୁଁ ଏଇ କାମ କରିବି। ଯୀଶୁ କାହାର ଲେବର ନୁହନ୍ତି। ଆମେ ଯେମିତି ଧାନ କାଟିବା ପାଇଁ ଲେବର ମାନଙ୍କୁ ଖୋଜୁଛୁ ସେମିତି ଆଉ ଯୀଶୁ ଲେବର ଖୋଜୁନାହାନ୍ତି। ଯୀଶୁ ଏମିତିକା ଲେବର ଖୋଜୁଛନ୍ତି ଯେଉଁ ଲେବର ମାନେ କାମ କରିବେ। ଅନେକ ପଣ୍ଡିତ ମାନେ ଥିଲେ, ଅନେକ ଜ୍ଞାନୀ ମାନେ ଥିଲେ, କିନ୍ତୁ ମାଛ ଧରୁଥିଲେ ସେମାନଙ୍କୁ ମନୋନୀତ କଲେ। ପରିଶ୍ରମୀ ଜୀବୀମାନଙ୍କୁ ସେ ମନୋନୀତ କରୁଥିଲେ। ଆଉ ଏ ମଣିଷ ପରିଶ୍ରମୀ ଜୀବୀ ନୁହେଁ, ଇଏ କଥା କୁଆଡ଼େ ଆକୁ ପରିଶ୍ରମ ଚାହୁଁନାହାନ୍ତି। ଯେତେବେଳେ ପାଉଲ ଈଶ୍ୱର ଲୋକମାନଙ୍କୁ ତାଡ଼ନା କରୁଥିଲେ ତାକୁ ସେ ଡାକିଲେ, ଧରିଲେ, ପକେଇଲେ ଏବଂ କହିଲେ ତୁମେ ଯେଉଁ ଯୀଶୁକୁ ତାଡ଼ନା କରୁଛୁ ମୁଁ ସେହି ସେ କହୁଛନ୍ତି ମୁଁ କ'ଣ କରିବି? କହିଲେ ଯୀଶୁ କହିଲେ ତୁମେ ଯାଅ, ତମେ ସବୁ ଯାଅ, ତମେ କ'ଣ କରିବାକୁ ହେବ ସେଇଠୁ ଯିବ। ତାପରେ ସେ ତମେ ସବୁ ଗଲେ ତାଙ୍କର ବଚନ ଅନୁସାରେ ଯେତେବେଳେ ରାଜାକୁ ସାକ୍ଷ୍ୟ ଦେଉଛନ୍ତି ଯେ ରାଜା ଆଗ୍ରିପା ମୁଁ ସେଇ ସତ୍ୟ ଦର୍ଶନର ଅବାଧ୍ୟ ହେଲି ନାହିଁ। ତାପରେ ସେ ଗଲେ ଏବଂ ସେଠି କୁହାହେଲା ଯେ କର୍ମ କରିବା ପାଇଁ ସେ ସେହି କର୍ମ କରେ। ଆଜି ଶାସ୍ତ୍ର ଲେଖା ନାହିଁ ଯେ ଯୀଶୁଙ୍କର କପଡ଼ା ପଠେଇଲେ ସୁସ୍ଥ ହେଉଥିଲେ, କିନ୍ତୁ ସେ ଈଶ୍ୱରଙ୍କ ବାକ୍ୟ ଲେଖା ହେଇଛି 19 ଅଧ୍ୟାୟ 11-12 ପଦରେ ଯେ ପାଉଲଙ୍କ ଦ୍ୱାରା ପରସ୍ପର ଏ ପ୍ରକାର ଆଶ୍ଚର୍ଯ୍ୟ କର୍ମ କଲେ ଯେ ତାହାଙ୍କର ଶରୀରରୁ ଗାମୁଛା କିମ୍ବା ରୁମାଲ ପଠେଇଥିଲେ ରୋଗୀମାନେ ସୁସ୍ଥ ହେଉଥିଲେ। ଯୀଶୁ କହିଲେ ଅଧିକାର ଦେଲେ ମୁଁ ଯାହା ତାଠୁ ମଧ୍ୟ ଅଧିକ ମୋ କର୍ମ କରିବ ଯେ ମୁଁ ପିତାଙ୍କ ନିକଟକୁ ଯାଉଛି। ସେହି ବଚନ ଅନୁସାରେ ଯେଉଁ ଭିତର 3 ବର୍ଷ 6 ମାସ ଯୀଶୁଙ୍କ ସହିତ ଥିଲେ, ଯେତେବେଳେ ଯୀଶୁଙ୍କୁ ପୋଷାକ କରିବା ପାଇଁ ଧରିଲେ ସେତେବେଳେ କହିଲେ ମୁଁ ଜାଣିନାହିଁ, କିନ୍ତୁ ଯେତେବେଳେ ଯୀଶୁଙ୍କ ପ୍ରତିଜ୍ଞା ଅନୁସାରେ ପବିତ୍ରାତ୍ମା ପ୍ରାପ୍ତ ହେଲେ, ପବିତ୍ରାତ୍ମା ପାଇଲା ପରେ ସେ ଯେତେବେଳେ ସୁସ୍ମାତା ପ୍ରଚାର କରୁଛନ୍ତି 300 ଲୋକମାନେ ଈଶ୍ୱରଙ୍କୁ ପ୍ରଥମ ଥର 3000 ପ୍ରଭୁଙ୍କୁ ଗ୍ରହଣ କଲେ। ସେତେବେଳକୁ ସେ ଭିତରକୁ ଜେଲରେ ରଖା ହେଲା। ସେତେବେଳକୁ ମଣ୍ଡଳୀ ଲୋକମାନେ ପ୍ରାର୍ଥନା କଲେ, ସେଇ ପ୍ରାର୍ଥନା ଈଶ୍ୱରଙ୍କ ନିକଟକୁ ଯାଇ ପହଞ୍ଚିଲା, ଆଉ ଯୀଶୁଙ୍କ ନିକଟକୁ ଯାଇ ପହଞ୍ଚିଲା। ଯୀଶୁ ତାଙ୍କୁ କ'ଣ କଲେ? ଜେଲରୁ ମୁକ୍ତ କଲେ। 12 ଅଧ୍ୟାୟରେ ଆମେ ଯଦି ଦେଖୁ ତାହେଲେ ସେଇଠି ଆମେ ସମସ୍ତ ବିଷୟ ବର୍ଣ୍ଣନା କରାଯାଇଛି। ପରସ୍ପର କି ପ୍ରକାର ଭାବରେ ବିଶ୍ୱାସୀମାନଙ୍କର ପ୍ରାର୍ଥନା ଶୁଣିକି ତାହାକୁ ଜେଲରୁ ମୁକ୍ତ କଲେ ସେ ବିଷୟ ଲେଖାଯାଇଛି। ଆଜି ପରୀକ୍ଷା ନିରୀକ୍ଷା କଲା ପରେ ହିଁ ଖ୍ରୀଷ୍ଟାବ୍ଦ ଲେଖା ହେଉଛି। ପରୀକ୍ଷା ନିରୀକ୍ଷା କଲା ପରେ ହିଁ ପ୍ରତ୍ୟେକ ଷ୍ଟେଟ୍ରେ ଯୀଶୁଙ୍କୁ ପରମେଶ୍ୱରଙ୍କ ପୁତ୍ର ଏବଂ ସେ ଜୀବିତ ଈଶ୍ୱର ବୋଲି ପୂଜା ଆରାଧନା କରୁଛନ୍ତି। ସେଥିପାଇଁ ଏ ତପି ମିଶ୍ରକୁ ପ୍ରଭୁ ଚାହୁଁନାହାନ୍ତି, ଯେହେତୁ ଆଙ୍କ ଦ୍ୱାରା କିଛି ହେବ ନାହିଁ। ସେଥିପାଇଁ ଆପଣ ବିଚଳିତ ହେଉଥିଲେ, ସତ୍ୟ ବାକ୍ୟକୁ ଠିକ୍ରେ ଧରି ଚାଲନ୍ତୁ, ଠିକ୍ ସମୟରେ ପରସ୍ପର ଆପଣମାନଙ୍କୁ ବ୍ୟବହାର କରିବେ। ଆଜିର ଶିକ୍ଷା ଉପରେ ପରସ୍ପର ପ୍ରତ୍ୟେକଙ୍କୁ ଆଶୀର୍ବାଦ କରି ରହିଲି। ନମସ୍କାର।